ସମସ୍ତଙ୍କୁ ଆମମାନଙ୍କ ତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ନାଜରେତୀୟ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ନମସ୍କାର ଜଣାଉଛି। ପ୍ରିୟମାନେ, ଆଜି ମଧ୍ୟ ଏକ ବିଷୟ ଯାହାକି ଆମମାନଙ୍କ ଜୀବନକୁ ଆବଶ୍ୟକୀୟ, ତାହା ଆଜି ଆମମାନେ ଆଲୋଚନା କରିବା। ତାହା ହିଁ ହେଉଛି ମିଥ୍ୟା ବିଷୟରେ କେତୋଟି ବିଷୟ ଆଜି ଆମମାନେ ଜାଣିବା। ପ୍ରିୟମାନେ, ମିଥ୍ୟା କହିଲେ ଛୋଟ ପିଲାବେଳେ ଆମମାନେ ଅନେକ ପ୍ରକାରେ ବିଭିନ୍ନ ପ୍ରକାର ସନ୍ଦର୍ଭରେ ଅନେକ ଥର ଆମମାନେ ମିଛ କଥା କହିଥାଉ। ମିଥ୍ୟା ଆମମାନଙ୍କ ମୁଖରୁ ନିର୍ଗତ ହୋଇଥାଏ। ପିଲାବେଳେ ଜାଣତରେ ଅଜାଣତରେ ଅନେକ ମିଛ କଥା ଆମମାନେ କହିଦେଇଥାଉ। ତାହା କେହି ଧରି ନଥାଏ, ତାହା ଏତେ ଜାଗ୍ରତରେ କେହି ଲକ୍ଷ୍ୟ କରିନଥାଏ। କିନ୍ତୁ ଏବେ ଏହି ସମୟରେ ଦିନ ଦିନକୁ ବଢ଼ିବା କ୍ରମେ ଆମମାନେ ମିଛ କଥା କହିବା ଦ୍ୱାରା କ'ଣ ଘଟୁଛି, ମିଥ୍ୟା ଆମମାନଙ୍କ ଠାରୁ ବାହାରିବା ଦ୍ୱାରା କ'ଣ ଘଟୁଛି, ଆମମାନଙ୍କ ମୁଖରୁ ନିର୍ଗତ ମିଥ୍ୟା ଆମମାନଙ୍କର ଈଶ୍ୱରଙ୍କର ତାହା ଇଚ୍ଛା କି ଈଶ୍ୱରଙ୍କ ଦୃଷ୍ଟିରେ ତାହା ଉତ୍ତମ କି? ଆମମାନଙ୍କ ଠାରୁ ବାହାରୁଥିବା ମିଛ କଥା କହି ଆମମାନେ ଥରେ ବାଇବଲକୁ ଦେଖିଲେ, ବାଇବଲରେ ଈଶ୍ୱର କହୁଛନ୍ତି ହିତୋପଦେଶ 12 ଅଧ୍ୟାୟ 22 ପଦରେ, ଯାହାର ଅଷ୍ଟାଧାର ମିଥ୍ୟାବାଦୀର ଅଷ୍ଟାଧାରକୁ ସେ ଘୃଣା କରନ୍ତି, ଆଉ ଯେଉଁମାନେ ସତ୍ୟ ବ୍ୟବହାର କରନ୍ତି ସେମାନେ ତାହାଙ୍କର ତୃଷ୍ଟିକର। ମିଥ୍ୟାବାଦୀର ଅଷ୍ଟାଧାରକୁ ସେ ଘୃଣା କରନ୍ତି, ମାନେ ଯାହାର ମୁଖରୁ ମିଥ୍ୟା କଥା ଗୁଡ଼ିକ ନିର୍ଗତ ହେଉଛି ସେମାନଙ୍କୁ ଈଶ୍ୱର ଘୃଣା କରନ୍ତି। ସେଥିପାଇଁ ଈଶ୍ୱର ଆପଣା ଲୋକ ହୋଇଥିବା ଇସ୍ରାଏଲ ମାନଙ୍କୁ ଏକ ଆଜ୍ଞା ସ୍ୱରୂପେ ପୁରାତନ ନିୟମରେ କହିବାର ଘଟିଲା, ପରସ୍ପର ମିଥ୍ୟା କୁହ ନାହିଁ। ଜଣଙ୍କ ସହିତ କଥା ହେଲା ବେଳେ ତୁମେ ତାଙ୍କୁ ମିଥ୍ୟା କୁହ ନାହିଁ, ସେ ବି ତୁମକୁ ମିଥ୍ୟା ନ କହୁ, ପରସ୍ପର ମିଥ୍ୟା କୁହ ନାହିଁ। ସେହିପରି କଲସ୍ୟ 3 ଅଧ୍ୟାୟ 9 ପଦରେ ମାନେ ଦେଖିଲେ, ସେଠାରେ ବି ଏପରି ଲେଖା ଅଛି, ପରସ୍ପର ମିଥ୍ୟା କୁହ ନାହିଁ। ଆମମାନଙ୍କର ପରମେଶ୍ୱର ମହାନ, ତାହାଙ୍କଠାରେ ମିଥ୍ୟାକୁ ସ୍ଥାନ ନାହିଁ। ସେ ସର୍ବଦା ସତ୍ୟ ଆଳାପ କରନ୍ତି, ସେ ଯାହା କହନ୍ତି ତାହା କରନ୍ତି, ସତ୍ୟ ତାହାଙ୍କଠାରେ ସ୍ଥାନ ପାଏ, ସତ୍ୟ ତାହାଙ୍କଠାରେ ଅଛି। ତେଣୁ ସେ କହୁଛନ୍ତି, ମୋଠାରେ ସତ୍ୟ ଅଛି, ତୁମେ ମିଥ୍ୟା କୁହ ନାହିଁ, ପରସ୍ପର ମିଥ୍ୟା କୁହ ନାହିଁ, ମିଥ୍ୟାକୁ ମୁଁ ଘୃଣା କରେ ବୋଲି କହୁଛନ୍ତି। ଆମମାନଙ୍କର ଈଶ୍ୱରଙ୍କର ମିଥ୍ୟା ଘୃଣା କରନ୍ତି। ଆଉ ମିଥ୍ୟା କାହାର ତୃଷ୍ଟିକର? ମିଥ୍ୟା କହିବା ଲୋକ କାହାର ତୃଷ୍ଟିକର? ଈଶ୍ୱରଙ୍କ ଦୃଷ୍ଟିରେ ସେମାନେ ଘୃଣାଜନକ। ଆଉ କାହା ଦୃଷ୍ଟିରେ ମିଥ୍ୟା କହିବା ଲୋକ ତୃଷ୍ଟିକର କହି ପୁନର୍ବାର ଆମମାନେ ବାଇବଲକୁ ଧରି ଆଲୋଚନା କଲେ, ଯୋହନ ଲିଖିତ ସୁସମାଚାର 8 ଅଧ୍ୟାୟ 44 ପଦରେ ଏପରି ଲେଖା ଅଛି, ସେ ଆଦ୍ୟରୁ ନରଘାତକ, ତାହାଠାରେ ସତ୍ୟ ନାହିଁ, ସେ ସତ୍ୟ କହେ ନାହିଁ। ଯେତେବେଳେ ସେ ମିଥ୍ୟା କହେ ସେତେବେଳେ ସେ ନିଜଠାରୁ କହେ, ସତ୍ୟ ତାହାଠାରେ ନାହିଁ। ସେ ମିଥ୍ୟା ହିଁ କହେ, ମିଥ୍ୟା ନିଜଠାରୁ କହେ। ସେ ମିଥ୍ୟାବାଦୀର ପିତା ସିଏ। ଏବେ ଦେଖନ୍ତୁ, ଆଜି ଯେଉଁମାନେ କି ପରସ୍ପର ମିଥ୍ୟା କଥା କୁହନ୍ତି, ପାଟି ଖୋଲିଲେ ମିଛ କଥା ସେମାନଙ୍କ ମୁଖରୁ ନିର୍ଗତ ହୁଏ। ସେମାନେ କାହାର ସନ୍ତାନ କହି ଆଲୋଚନା କଲେ, ଜୀବିତ ଈଶ୍ୱରଙ୍କର ସନ୍ତାନ ସେମାନେ ନୁହଁ। ମିଥ୍ୟାବାଦୀର ପିତା ଯେ ଶୟତାନ, ସେମାନେ ତାହାଠାରୁ ଉତ୍ପନ୍ନ। ମାନେ ଆମମାନଙ୍କ ମୁଖରୁ ମିଛ କଥା ବାହାରିଲେ ମିଥ୍ୟାବାଦୀ ଆମମାନଙ୍କର ପିତା ହୋଇଯିବ। ତାହା ସେପରି ନ ହେଉ, ଆମମାନଙ୍କର ପିତା ଜୀବନ୍ତ ଈଶ୍ୱର, ତେଣୁ ତାହାଙ୍କଠାରେ ମିଥ୍ୟାକୁ ସ୍ଥାନ ନାହିଁ। ସେ ସତ୍ୟ ଆଳାପ କରନ୍ତି, ସେହିପରି ସତ୍ୟ ଆମମାନଙ୍କର ରହିବାର ଅଛି। ଶୟତାନଠାରେ ସତ୍ୟ ନାହିଁ, ସେ ସତ୍ୟରେ ରହେ ନାହିଁ, ତାହାଠାରେ ସବୁବେଳେ ମିଥ୍ୟା, ସେ ମିଥ୍ୟାବାଦୀ।
ଏଇ ପ୍ରକାରେ ସେ ମିଥ୍ୟାବାଦୀ ହୋଇଥିବା ଶୟତାନ ପ୍ରଥମରେ ଆଦମ ହବା ନିକଟକୁ ଆସିଲା। ଈଶ୍ୱର କହିଲେ ତୁମେ ସେଇ ବୃକ୍ଷର ଫଳ ଖାଇବ ନାହିଁ, ଛୁଇଁବ ନାହିଁ, ସେପରି କଲେ ତୁମେ ମରିବ। ଈଶ୍ୱର ସତ କହିଲେ ସେମାନଙ୍କୁ, କିନ୍ତୁ ଶୟତାନ ନାରୀ ନିକଟକୁ ଆସି କହୁଛି ତୁମେ ସେଇ ବୃକ୍ଷର ଫଳ ଖାଅ, ତୁମେ ମରିବ ନାହିଁ ବୋଲି କହୁଛି। ଈଶ୍ୱର ସତ୍ୟ କହିଲେ ତୁମେ ଖାଇଲେ ମରିବ କହି, ତୁମେ ଛୁଇଁଲେ ମରିବ କହି, କିନ୍ତୁ ଶୟତାନ ମିଥ୍ୟା କହୁଛି, କାରଣ ସେ ମିଥ୍ୟାବାଦୀ। ସେ କହୁଅଛି ତୁମେ ଖାଅ, କଦାପି ମରିବ ନାହିଁ ବୋଲି କହୁଛି। ଏଇ ପ୍ରକାରେ ଶୟତାନ ସବୁବେଳେ ମିଥ୍ୟା କହି କହି ଆସିଥାଏ। ନୂତନ ନିୟମରେ ଆମେ ଦେଖିଲେ ହାନାନିଆ ସଫିରା ନାମକ ଦମ୍ପତି ଦୁଇଜଣ ଦେଖାଯାଆନ୍ତି। ସେହି ସମୟରେ ସମସ୍ତେ ଲୋକମାନେ ଆପଣା ଆପଣା ସମ୍ପତ୍ତି ବିକ୍ରୟ କରି ପ୍ରେରିତମାନଙ୍କ ପାଦ ତଳ ଥୋଇ ଦେଉଥିଲେ। ହାନାନିଆ ସଫିରା ମଧ୍ୟ ଭାବିଲେ ଆମେମାନେ ମଧ୍ୟ ଆମମାନଙ୍କର ସମ୍ପତ୍ତି ବିକି ପ୍ରେରିତମାନଙ୍କ ପାଦ ତଳେ ଥୋଇବା। ସେହି ପ୍ରକାରେ ସେମାନଙ୍କର ଥିବା ସମ୍ପତ୍ତିରେ କିଛି ସମ୍ପତ୍ତି ବିକ୍ରି କରି ସେଥିରୁ କିଛି ଅଂଶ ଆଣି ପ୍ରେରିତମାନଙ୍କ ପାଦ ତଳେ ଥୋଇଲେ। କିଛି ଲୁଚାଇ ରଖିଲେ, କିଛି ଆଣି ପାଦ ତଳେ ଦେଲେ। ତାପରେ ସେମାନେ ମିଥ୍ୟା କଥା ସେଠାରେ କହିଲେ, ପ୍ରେରିତମାନଙ୍କୁ ମିଥ୍ୟା କଥା କହିଲେ। ଆଉ ସେମାନେ ମିଛ କଥା କାହିଁକି କହୁଛନ୍ତି କହିଲେ, ସେ ବାକ୍ୟରେ ଲେଖା ଅଛି ଶୟତାନ ସେମାନଙ୍କ ହୃଦୟକୁ ଅଧିକାର କରିଥିଲା, ସମ୍ପୂର୍ଣ୍ଣ ରୂପେ ଅଧିକାର କରିଥିଲା। ସେମାନେ ମିଥ୍ୟା କଥା ସେମାନଙ୍କ ମୁଖରୁ କାହିଁକି ନିର୍ଗତ ହେଲା କହିଲେ, ଶୟତାନ ସେମାନଙ୍କ ହୃଦୟକୁ ଅଧିକାର କରିସାରିଛି। ଜଣେ ଲୋକ ମିଛ କଥା କହୁଛି କାରଣ ଶୟତାନ ତା ହୃଦୟରେ କାର୍ଯ୍ୟ କରୁଛି। ମିଛ କଥା କହିବା ଲୋକ ଶୟତାନର ଇଚ୍ଛା ତୃଷ୍ଟିକର। ତେଣୁ ସେ ଲୋକମାନେ ମିଥ୍ୟା କଥା କହିଲେ ସେମାନଙ୍କ ହୃଦୟରେ ସେ କାର୍ଯ୍ୟ କରୁଥାଏ। ଲୋକମାନେ ମିଛ କଥା କୁହନ୍ତୁ। ସେହି ପ୍ରକାରେ ଆମମାନେ ଆଲୋଚନା କଲେ ଅନେକ ଭକ୍ତ ଲୋକମାନେ ଅଛନ୍ତି, ଅନେକ ଧାର୍ମିକ ଲୋକ ଅଛନ୍ତି, ଈଶ୍ୱରଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନେ। ସେମାନେ ଆପଣା ଜୀବନରେ କେବେ ହେଁ ମିଥ୍ୟାକୁ ସ୍ଥାନ ଦେଇନାହାନ୍ତି। ମିଥ୍ୟାକୁ ସେମାନେ ଘୃଣା କଲେ, କାରଣ ଈଶ୍ୱର ମିଥ୍ୟାକୁ ଘୃଣା କରନ୍ତି। ସେଥିପାଇଁ ବାଇବେଲରେ ଥିବା ଧାର୍ମିକ ଲୋକମାନେ ମିଥ୍ୟାକୁ ଘୃଣା କଲେ। ଏପରିକି ଗୀତ ସଂହିତା 19:163 ପଦରେ ଲେଖା ଅଛି, ମୁଁ ମିଥ୍ୟାକୁ ଘୃଣା କରେ ଓ ଅଶ୍ରଦ୍ଧା କରେ। ମିଥ୍ୟାକୁ ମୁଁ ଘୃଣା କରେ ଓ ଅଶ୍ରଦ୍ଧା କରେ। ଇଚ୍ଛା କରେ ନାହିଁ ମୁଁ ମିଥ୍ୟାକୁ ବୋଲି ଜଣେ ଧାର୍ମିକ ଲୋକ ଗୀତ ସଂହିତା 19:163 ପଦରେ କହୁଛନ୍ତି। ମୁଁ ମିଥ୍ୟାକୁ ଘୃଣା କରେ, ଅଶ୍ରଦ୍ଧା କରେ, ଇଚ୍ଛା କରେ ନାହିଁ ବୋଲି କହୁଛନ୍ତି। ସେହି ପ୍ରକାର ହିତୋପଦେଶ 13:5 ହିତୋପଦେଶ 13:5 ଲେଖା ଅଛି, ଧାର୍ମିକ ଲୋକ ମିଥ୍ୟାକୁ ଘୃଣା କରେ। ଧାର୍ମିକ ଲୋକମାନେ ଯେଉଁମାନଙ୍କଠାରେ ଈଶ୍ୱରଙ୍କ ବାକ୍ୟ ଥାଏ ସେମାନେ ମିଥ୍ୟାକୁ ଘୃଣା କରନ୍ତି, କାରଣ ସେମାନେ ଜାଣନ୍ତି ମିଥ୍ୟା ଆମଠାରେ ରହିଲେ ଈଶ୍ୱର ଆମକୁ ଘୃଣା କରିବେ ବୋଲି। ଆଉ ଈଶ୍ୱର କ'ଣ ଚାହାନ୍ତି ଆମମାନଙ୍କ ଠାରୁ? ମିଥ୍ୟାକୁ ଆମଠାରେ ଥିବା ମିଥ୍ୟାକୁ ଈଶ୍ୱର ଘୃଣା କରନ୍ତି। ଆଉ ଆମଠାରେ କ'ଣ ରହିଲେ ଈଶ୍ୱର ଚାହାନ୍ତି? ଆମମାନଙ୍କ ଠାରେ କ'ଣ ରହିବା ପାଇଁ ଈଶ୍ୱର ଇଚ୍ଛା କରୁଛନ୍ତି? ପୁନର୍ବାର ଆମମାନେ ବାକ୍ୟକୁ ଧରି ଆଲୋଚନା କଲେ ବାକ୍ୟରେ ଲେଖା ଅଛି, ଈଶ୍ୱର ଲେଖାଇଲେ ତୁମମାନଙ୍କର ଅନ୍ତଃକରଣର ସତ୍ୟତା ସେ ଚାହାନ୍ତି। ଆମମାନଙ୍କ ହୃଦୟରେ ସତ୍ୟତା ରହିଲେ ସେ ଇଚ୍ଛା କରନ୍ତି। ଆମମାନଙ୍କ ହୃଦୟରେ ସତ୍ୟତା ରହିବାର ଅଛି, ଆମମାନଙ୍କର ଆଚରଣ ସତ୍ୟ ରୂପେ ରହିବାର ଅଛି, ଅନ୍ତଃକରଣର ସତ୍ୟତା ଅନୁସାରେ ଆମମାନେ ଚାଲିବାର ଅଛି। ସେତେବେଳେ ଈଶ୍ୱର ଇଚ୍ଛା କରିବେ, ଈଶ୍ୱର ଚାହାନ୍ତି ସେହି ପ୍ରକାର ଜୀବନ। ଆମମାନେ ଭାବିଥାଉ କ'ଣ ଛୋଟିଆ ମିଛ କହିଲେ ଏତେ ବିପଦ କି? ମିଛ ଗୋଟେ କଥା କହିଦେଲି, ମିଛ କଥା କହିଲେ ଏତେ ବିପଦ କି ବୋଲି ଭାବିଥାଉ। କିନ୍ତୁ ସତରେ ପ୍ରିୟମାନେ, ଆମମାନେ ମିଛ କହିଲେ ତାହା କେତେ ବିପଦ। ଆମମାନଙ୍କ ମୁଖରୁ ନିର୍ଗତ ହେଉଥିବା ପ୍ରତ୍ୟେକ ମିଥ୍ୟା କେତେ ଭୟଙ୍କର ଆଡ଼କୁ ଆମମାନଙ୍କୁ ନେଇଯାଉଛି।
ବାଇବଲରେ ଈଶ୍ୱର ଲେଖାଇଲେ ପ୍ରକାଶିତ ବାକ୍ୟ 22 ଅଧ୍ୟାୟ 15 ପଦରେ, ମିଥ୍ୟାବାଦୀମାନେ, ମିଥ୍ୟାଚାରୀମାନେ, ଯେଉଁମାନେ ମିଥ୍ୟା ପ୍ରିୟ, ଯେଉଁମାନେ ମିଛ କହିବା ପାଇଁ ଇଚ୍ଛା କରନ୍ତି, ମିଥ୍ୟାବାଦୀ ସମସ୍ତେ, ମିଥ୍ୟା ପ୍ରିୟମାନେ, ମିଥ୍ୟାଚାରୀମାନେ, ସେମାନେ ବାହାରେ ରହିବେ। ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କର ପୁନରାଗମନ ସମସ୍ତଙ୍କ ଆପଣା ଆପଣା ଜୀବନର କାର୍ଯ୍ୟର ପ୍ରତିଫଳ ଦିଆଯିବ, ସେହି ସମୟରେ ଯେଉଁମାନେ ମିଥ୍ୟା କଥା କହୁଛନ୍ତି, ମିଥ୍ୟା କହିବାକୁ ଇଚ୍ଛା କରନ୍ତି, ମିଥ୍ୟାଚାରୀମାନଙ୍କୁ ସେ ବାହାରେ ରଖିବେ। ଦେଖନ୍ତୁ, ମିଥ୍ୟା ଆମମାନଙ୍କ ମୁଖରୁ ନିର୍ଗତ ହେଉଥିବା ଗୋଟେ ମିଥ୍ୟା କଥା ଆମମାନଙ୍କୁ କେତେ ଭୟଙ୍କର ପରିସ୍ଥିତି ଆଡ଼କୁ ନେଇଯାଉଛି, ଈଶ୍ୱରଙ୍କ ନିକଟରୁ ଦୂର କରିଦେଉଛି। ସମସ୍ତ ପ୍ରକାର ମିଥ୍ୟାବାଦୀମାନେ ଦ୍ୱିତୀୟ ମୃତ୍ୟୁ ଅନନ୍ତ କ୍ଲେଶ ଭୋଗ କରିବେ ଲେଖା ଅଛି। ସମସ୍ତ ପ୍ରକାର ମିଥ୍ୟାବାଦୀମାନେ ଅନନ୍ତ କ୍ଲେଶ ଭୋଗିବାକୁ ଯିବେ। ଆମମାନେ ଭାବିଥାଉ ଛୋଟ ମିଛ କହିଦେଲି ଜାଣତରେ ଅଜାଣତରେ, ତେଣୁ କହୁଛନ୍ତି ତୁମର ଓଷ୍ଠାଧାରକୁ, ଆମମାନଙ୍କ ମୁଖରୁ ନିର୍ଗତ ହେଉଥିବା ପ୍ରତ୍ୟେକ ବାକ୍ୟକୁ ଯେତେବେଳେ ମାନେ କଥା କହୁ ଅତି ଜାଗ୍ରତ ସହକାରେ କହିବାର ଅଛି। ମିଛ କଥା ପରସ୍ପର ସହିତ ଆଳାପ କରିବା ନାହିଁ, ସତ୍ୟ ଆଳାପ କର ବୋଲି ଲେଖା ଅଛି। ତେଣୁ ଏକ ବିଷୟ ଆମମାନଙ୍କୁ ଚେତନା ଦେଉଅଛି, ମିଥ୍ୟା ଆମମାନଙ୍କ ମୁଖରୁ ନିର୍ଗତ ନ ହଉ ବୋଲି ସିଧାସଳଖ ଆମମାନଙ୍କୁ କହୁଅଛି। ତା ଈଶ୍ୱରଙ୍କର ଘୃଣାଜନକ